ମାରତା ଯୋଉଠିକି ଆଜି ଭାଇରାଲ ହେଇଗଲା। এইটা আমার সমস্তকে মন ভিতরে রহিবা দরকার ସମସ୍ତେ ସଜାଗ ହେବା ଦରକାର। ଯୋଉ ଭାଇମାନେ ଘରେ ବସିଛନ୍ତି ଆସୁନାହାନ୍ତି, କିଏ କହୁଛି ମୁଁ ବରଗଡ଼ ପାଣି ଦଉଛି, କିଏ କହୁଛି ମୋ ସାନ ଭାଗା ହଉଛି, ବର୍ଷରେ ବାଟି ଦିଆ ହଉଛି। କହିଲେ ଭାଇ ତମେ ଏଠି ରହିଲେ ସିନା କାଲି ବର୍ଷରେ ପାଣି ଦବ, ତମେ ଏଠି ରହିଲେ ତ ତୁମ ବର୍ଷ ରହିବ, ତମେ ଏଠି ରହିଲେ ତ ତୁମେ କାଲି ବାଦ ଭାଗିବ। ଯଦି ଏଠୁ ଚାଲିଯିବ ତାହେଲେ ତୁମ ସତ୍ତା ମିଳିବନି। କୋଉଠି ଯିବ, କଣ କରିବ, କଣ ଖାଇବ, ରିଭ୍ୟୁ ଜୀବନ ତୁମେ ଦର୍ଶନ କରିବ। ସତର୍କ ହୁଅ ସାଧୁ, ବେଳ ଥାଉ ଥାଉ ସତର୍କ ହୁଅ। ଯେତେ ଚେଷ୍ଟା କଲେ ବି ତମେ ଲୋକମାନଙ୍କୁ କୌଣସି ପ୍ରକାରକୁ ହଟେଇ ପାରିବ ନାହିଁ। ତେଣୁ ଆଉ ଥରେ ଆପଣମାନଙ୍କୁ କହି ମୁଁ ମୋର ବକ୍ତବ୍ୟକୁ ରଖିବି। ମୁଁ ସମସ୍ତ ମା ମାନଙ୍କୁ ଭାଇମାନଙ୍କୁ କହିବି ସମସ୍ତେ ସଜାଗ ରୁହନ୍ତୁ। କାନ୍ଧରେ କାନ୍ଧ ମିଳାଇ ହାତରେ ହାତ ମିଳାଇ ସରକାର ଗଠିତ କରିବା ପାଇଁ ପରିଶ୍ରମଶୀଳ ହୁଅନ୍ତୁ। ଚଳାନ୍ତର ଗୁଳି କେତେ ଜଣକୁ ମାରିବା ଦେଖିବା। ଏଇଟା ଆମର ସଫଳ ରହିବା ଦରକାର। ସୁଭାଷ